ମୁଁ କୃଷ୍ଣାଂଶୁ ଆପଣଙ୍କୁ ସ୍ୱାଗତ କରୁଛେ ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟକୁ। ତେବେ ସିଜିଏଲ୍ ଏକ୍ଜାମ୍ ଡେଟ୍ ଆପଣମାନେ ଜାଣିଛନ୍ତି ଆସି ସାରିଲାଣି ଏବଂ ବର୍ତ୍ତମାନ ସମୟ ଯେ ପ୍ରିପାରେସନ୍ ଠିକ୍ସେ କରିବା ତ କେଉଁ ଟପିକ୍ରୁ କେତେ ମାର୍କର କ୍ୱେଶ୍ଚିନ୍ ଆସିବ ଆମେ ଆଜି ଏ ଭିଡ଼ିଓରେ ଡିସ୍କସନ୍ କରିବା। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବି ଯେହେତୁ ସମୟ ବହୁତ କମ୍ ଅଛି ଆପଣ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍କୁ ଡିଟେଲ୍ସରେ ଆନାଲିସିସ୍ କରିବା ଦରକାର। ସେ କ୍ୱେଶ୍ଚିନ୍ ଗୁଡ଼ିକ ପ୍ରାକ୍ଟିସ୍ କରିବା ଦରକାର। ଓଏସ୍ଏସ୍ରୁ ଯେତେ ଗୁଡ଼ିଏ କ୍ୱେଶ୍ଚିନ୍ ଏକ୍ଜାମ୍ ହେଇଛି ୟା ପୂର୍ବରୁ ଆପଣମାନେ ଓଡ଼ିଶା ଜିକେ ଆପଣଙ୍କୁ ପଢ଼ିବାକୁ ପଡ଼ିବ। ଆପଣମାନଙ୍କୁ ପଢ଼ିବାକୁ ପଡ଼ିବ କରେଣ୍ଟ ଆଫେୟାର୍ସ ପଢ଼ିବାକୁ ପଡ଼ିବ। ଲାଷ୍ଟ 6 ମନ୍ଥ କରେଣ୍ଟ ଆଫେୟାର୍ସ ପଢ଼ିବ। ଏସବୁ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ତେଣୁ ସେଗୁଡ଼ିକ ବି ଷ୍ଟଡି ଷ୍ଟାର୍ଟ ତରଫରୁ ପ୍ରୋଭାଇଡ଼ କରାଯାଉଛି। ଆପଣ ଚାହିଁଲେ ଏଡ଼୍ ହେଇପାରିବେ। ଭିଡ଼ିଓ କ୍ଲାସ୍ ପିଡ଼ିଏଫ୍ରେ ଏଡ଼୍ ହେଲେ 799 କେବଳ ପିଡ଼ିଏଫ୍ କ୍ଲାସ୍ରେ ଏଡ଼୍ ହେବାକୁ ଯଦି ଚାହୁଁଛନ୍ତି 299 ଯେଉଁଠି ସବୁକିଛି ଆପଣଙ୍କୁ ପିଡ଼ିଏଫ୍ ପାଖରେ ପ୍ରୋଭାଇଡ଼ କରିଦିଆହେଉଛି। ଠିକ୍ ଅଛି। ଏବଂ ଆପଣମାନେ ଯେଉଁମାନେ ଚାହିଁବେ ଟେଷ୍ଟ ସିରିଜ୍ ଦେଇପାରିବେ। 10ଟା ଟେଷ୍ଟ ସିରିଜ୍କୁ 99 ଟଙ୍କା। ପ୍ରତ୍ୟେକ ସପ୍ତାହରେ ଆପଣଙ୍କୁ 2ଟି ଟେଷ୍ଟ ସିରିଜ୍ ପ୍ରୋଭାଇଡ଼ କରାଯାଉଛି। ତ ଆପଣମାନେ ଷ୍ଟାର୍ଟ କରିପାରନ୍ତି। ଚାଲନ୍ତୁ କଥା ହେବା। କଥା ହେଉଛି ମୁଁ ଯେଉଁ ଡାଟା ଦେବି ଆପଣମାନଙ୍କୁ ନୁହେଁ ଯେ ମନ ଇଚ୍ଛା କହିବି ଯେଉଁଟା ରିସେଣ୍ଟ ଏକ୍ଜାମ୍ ହେଇଛି ଏବଂ ଯେତେବେଳେ ଓଡ଼ିଶା ଜିକେ ସେଥିରେ ଏଡ଼୍ ହେଇଛି ତାପରେ ଯେଉଁ ଏକ୍ଜାମ୍ ହେଇଛି ତାକୁ ଆମେ ଯଦି ଦେଖିବା ଆନାଲିସିସ୍ କରିପାରିବା ଜାଣିପାରିବା କେଉଁ ଟପିକ୍ରୁ କେତୋଟି ପ୍ରଶ୍ନ ଆପଣଙ୍କର ଆସିବ ସେଇ ଆଧାରରେ ଆପଣମାନେ ଯିବେ। ଏବଂ କଟ୍ ଅଫ୍ ପାଇଁ ବି ମୁଁ ଗୋଟେ ଡିଟେଲ୍ସ ଭିଡ଼ିଓ ଆନାଲିସିସ୍ ଆପଣମାନଙ୍କ ପାଇଁ ନେଇ ଆସିବି। ପ୍ରଥମ କଥା ଯଦି ଆମେ ଯିବା କରେଣ୍ଟ ଆଫେୟାର୍ସ ଉପରେ ଆପଣଙ୍କର ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଏବଂ ଓଡ଼ିଶା କରେଣ୍ଟ ଆଫେୟାର୍ସ ମିଶିକି ଆସୁଛି। ଠିକ୍ ଅଛି। ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ କରେଣ୍ଟ ଆଫେୟାର୍ସ ତା ସହିତ ଓଡ଼ିଶା କରେଣ୍ଟ ଆଫେୟାର୍ସ ମିଶିକି ଆସୁଛି ଯେଉଁଥିରେ ଆପଣ ପାଖାପାଖି 30ଟା କ୍ୱେଶ୍ଚନ୍ ଦେଖିବାକୁ ପାଇବେ। ଏଠି ଆପଣମାନେ ସେ କ୍ୱେଶ୍ଚନ୍ ପେପରଟି ଦେଖନ୍ତୁ ଯେଉଁଠି ଆପଣଙ୍କୁ 30ଟା ପାଖାପାଖି 30ଟା କ୍ୱେଶ୍ଚନ୍ ଆପଣଙ୍କର ଥିଲା ଏବଂ ସେଇ ଆଧାରରେ ଆସିବ। ତାପରେ ଆମେ ଯିବା କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍। ଆପଣମାନଙ୍କ ଯେତେବେଳେ ଡିଆଇର ଅଧିକ କ୍ୱେଶ୍ଚନ୍ ଆସୁଥିଲା ସେତେବେଳେ କମ୍ପ୍ୟୁଟର ବି 20 ମାର୍କର ବି ଆସିଛି 30 ମାର୍କର ବି ଆସିଛି। କିନ୍ତୁ ଆମେମାନେ ଯେତେବେଳେ ଏଇ ନୂଆ ସିଲାବସ୍ ଆଧାରରେ ଯିବା ସେତେବେଳେ ଆପଣମାନେ କମ୍ପ୍ୟୁଟର ଯଦି ଦେଖିବେ ଆପଣମାନେ କମ୍ପ୍ୟୁଟରରେ ବି ଆପଣଙ୍କୁ 30ଟି କ୍ୱେଶ୍ଚନ୍ ଆପଣଙ୍କୁ ଦେଖିବାକୁ ମିଳିବ। ତ ମୋଟାମୋଟି କମ୍ପ୍ୟୁଟର ବି 30ଟା କ୍ୱେଶ୍ଚନ୍ ଏବଂ ଆପଣମାନେ ଦେଖିବାକୁ ପାଇଲେ କରେଣ୍ଟ ଆଫେୟାର୍ସ ବି 30ଟା କ୍ୱେଶ୍ଚନ୍। କରେଣ୍ଟ ଆଫେୟାର୍ସ ଆପଣ ଲାଷ୍ଟ 6 ମନ୍ଥର ପଢ଼ିବେ ଯାହାକି ଷ୍ଟଡି ଷ୍ଟାର୍ଟ ତରଫରୁ ବି ଆପଣ ନେଇକି ପଢ଼ିପାରିବେ। ଓଡ଼ିଶା କରେଣ୍ଟ ଆଫେୟାର୍ସ ବି ନେଇକି ପଢ଼ିପାରିବେ। ସବୁକିଛି ପ୍ରୋଭାଇଡ଼ କରାଉଛି। ଏବେ ଗୁରୁତ୍ୱପୂର୍ଣ୍ଣ କଥା ଯେ ଓଡ଼ିଶା ଇକୋନୋମି ଲାଷ୍ଟ 6 ମନ୍ଥର କରେଣ୍ଟ ଆଫେୟାର୍ସ ବି 60 ଟଙ୍କା ଦେଇକି ନେଇପାରିବେ କିନ୍ତୁ 299 ନେଲେ ସବୁକିଛି ଆପଣ ପାଇଯିବେ। ଏବେ କଥା ହେଉଛି ଓଡ଼ିଶା ଇକୋନୋମିକ୍ ହିଷ୍ଟ୍ରି ଓଡ଼ିଶା ଜୋଗ୍ରାଫି ଓଡ଼ିଶା ହେରିଟେଜ୍ କଲଚର ଯେଉଁଟା ଓଡ଼ିଶା ଜିକେ ପାର୍ଟ କହୁଛନ୍ତି ଯାହାକୁ ମୁଁ କେବଳ ଓଡ଼ିଶା ଜିକେ ପାର୍ଟ ଯେଉଁମାନେ ନେଉଛନ୍ତି ତାଙ୍କୁ 99ରେ ପ୍ରୋଭାଇଡ଼ କରାଉଛି। ତ ଆପଣମାନଙ୍କୁ ସେଥିରେ କେତୋଟି କ୍ୱେଶ୍ଚନ୍ ଆସୁଛି ଏବଂ ତାର ଇମ୍ପୋର୍ଟାନ୍ସ କେତେ ତାକୁ ବି ଆପଣଙ୍କୁ ଗୁରୁତ୍ୱର ଭାବେ ବୁଝିବାକୁ ପଡ଼ିବ। ଏଥିରୁ ଆପଣଙ୍କୁ 20ଟା କ୍ୱେଶ୍ଚନ୍ ଦେଖିବାକୁ ମିଳିବ ଯେଉଁଟା କି ସିଲେକ୍ସନ୍ ପାଇଁ ମାନେ ବହୁତ ବଡ଼ ଗୋଟେ ଡିଫରେନ୍ସ ସେଥିରେ ସୃଷ୍ଟି ହେଉଛି ଯେ ଆପଣଙ୍କର ଡିଆଇ ପାର୍ଟ ସେଥିରେ କମିଯାଉଛି। ତେଣୁ ଓଡ଼ିଶା ଜିକେରୁ ଆପଣଙ୍କୁ 20ଟା କ୍ୱେଶ୍ଚନ୍ ଆସୁଛି। କେବଳ ଓଡ଼ିଶା ଜିକେ ଯଦି ନେବାକୁ ଚାହୁଁଛନ୍ତି 99 ଟଙ୍କାରେ ଓଡ଼ିଶା ଜିକେ ନେଇପାରିବେ। MCQ ଥିଓରି ଆପଣଙ୍କୁ ପ୍ରୋଭାଇଡ଼ କରାଉଛି। କ୍ଲିୟର ହେଇଗଲା। ଠିକ୍ ଅଛି। ନେକ୍ସଟ ଯିବା। ନେକ୍ସଟ ହେଉଛି ଏରିଥମେଟିକ୍। ଯେଉଁମାନେ ଦେଖନ୍ତୁ ଭିଡ଼ିଓ କ୍ଲାସ୍ରେ ଏଡ଼୍ ହେଇଯାଉଛନ୍ତି ସେମାନଙ୍କୁ ସବୁକିଛି ପିଡ଼ିଏଫ୍ ମିଳିବା ସହିତ ଭିଡ଼ିଓ କ୍ଲାସ୍ ମିଳିବ। ଯେଉଁମାନେ କେବଳ ପିଡ଼ିଏଫ୍ କ୍ଲାସ୍ରେ 299 ଏଡ଼୍ ହେଉଛନ୍ତି ସବୁକିଛି ପିଡ଼ିଏଫ୍ ସେମାନଙ୍କୁ ସେଥିରେ ମିଳିଯିବ। ଏରିଥମେଟିକ୍ ଯିବା। ଏରିଥମେଟିକ୍ ଯଦି ଆମେ ଯାଉଛେ ଏରିଥମେଟିକ୍ରେ କେତେଟା କ୍ୱେଶ୍ଚନ୍ ଆପଣଙ୍କୁ ଆସୁଛି ଏରିଥମେଟିକ୍ ବା ମ୍ୟାଥ୍ କହିପାରନ୍ତି। ତେବେ ସେଥିରେ ଯେତେବେଳେ ଆମେମାନେ ଯାଉଛେ କ୍ୱେଶ୍ଚନ୍ ସେଥିରେ ବି ଆପଣ 30ଟା କ୍ୱେଶ୍ଚନ୍ ଦେଖିବାକୁ ପାଇବେ। ନୂଆ ସିଲାବସ୍ ହିସାବରେ 30ଟା କ୍ୱେଶ୍ଚନ୍ ଆପଣଙ୍କୁ ଦେଖିବାକୁ ମିଳିବ। ବର୍ତ୍ତମାନ କଥା ହେଉଛି ସବୁଠୁ ବଡ଼ କଥା ଡାଟା ଇଣ୍ଟରପ୍ରିଟେସନ୍ ଯେଉଁଟା ଡିଆଇ ଥିଲା ଯେଉଁଥିରେ ପିଲାମାନେ ଦାବି ରଖୁଥିଲେ କେବଳ ଡିଆଇ ଆସିଯାଉଛି ଅଧିକ ମ୍ୟାଥ୍ ଅଧିକ ଯାଉଛି। ତେବେ ଆର୍ଟ୍ସ ପିଲାମାନେ କ'ଣ କରିବେ ଏଥିପାଇଁ ବି ଆପଣମାନେ ଜାଣିଛନ୍ତି ଆପ୍ଲିକେସନ୍ ଦିଆଯାଇଥିଲା ଓଏସ୍ଏସ୍କୁ ଯେଉଁଥିପାଇଁ ସିଲାବସ୍ଟା ପରିବର୍ତ୍ତନ ହୋଇଥିଲା ଏବଂ ଡିଆଇରେ ବର୍ତ୍ତମାନ କେତୋଟି କ୍ୱେଶ୍ଚନ୍ ଆସୁଛି। ଡିଆଇରେ ଯଦି ଆମେ ଦେଖିବା ବର୍ତ୍ତମାନ 10ଟି କ୍ୱେଶ୍ଚନ୍ ଆପଣମାନଙ୍କୁ ଦେଖିବାକୁ ମିଳିବ। ଠିକ୍ ଅଛି। 10ଟା କ୍ୱେଶ୍ଚନ୍ ଆପଣମାନେ ଡିଆଇରେ ଦେଖିବାକୁ ପାଇବେ। ନୂଆର ଯେଉଁ ପ୍ୟାଟର୍ନ ହିସାବରେ ଏଇ ପ୍ୟାଟର୍ନ ହିସାବରେ ମୁଁ ଭାବୁଛି ଏଥର ବି ଆପଣଙ୍କର ଏକ୍ଜାମ୍ ହେଇପାରେ। ଡିଷ୍ଟ୍ରିବ୍ୟୁସନ୍ କେତେ ହେଇଛି ଆସିନି ଅଫିସିଆଲି ଯଦି ଆସିଲା ଅଲଗା କଥା କିନ୍ତୁ ଏଇ ହିସାବରେ ଯଦି ଆସୁଛି ଏଇ ହିସାବରେ ଆପଣଙ୍କର ଆସିବ। ତାପରେ ଯିବା ରିଜନିଂ ପାର୍ଟ। ରିଜନିଂ ପାର୍ଟରେ ଆପଣଙ୍କର କେତୋଟି କ୍ୱେଶ୍ଚନ୍ ଆସିବ। ରିଜନିଂ ପାର୍ଟରେ ଯଦି ଆପଣ ଯାଉଛନ୍ତି ସେଇ 30ଟି କ୍ୱେଶ୍ଚନ୍ ଆପଣମାନଙ୍କର ରହୁଛି। ଅର୍ଥାତ୍ ଆପଣମାନେ ଯଦି ମୋଟାମୋଟି ଭାବରେ ଦେଖିବେ ମ୍ୟାଥମେଟିକ୍ସ ବା ଏରିଥମେଟିକ୍ ଯଦି କହୁଛନ୍ତି 30ଟା କ୍ୱେଶ୍ଚନ୍ ଆପଣମାନଙ୍କର ରହିଗଲା। ଠିକ୍ ଅଛି। ଏବଂ ଯଦି ଆମେ ରିଜନିଂ ପାର୍ଟକୁ ଯିବା ସେଥିରେ ବି 30ଟା କ୍ୱେଶ୍ଚନ୍ ଦେଖିବାକୁ ପାଇବେ। କରେଣ୍ଟ ଆଫେୟାର୍ସ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଓଡ଼ିଶା କରେଣ୍ଟ ଆଫେୟାର୍ସ ଯଦି ଦେଖୁଛନ୍ତି ଆପଣଙ୍କର ସିଏ ଯେଉଁଟା ଦେଖୁଛନ୍ତି ସେଥିରେ ବି 30ଟା ପାଖାପାଖି କ୍ୱେଶ୍ଚନ୍ ଆପଣଙ୍କର ରହିଯାଉଛି। ଠିକ୍ ଅଛି। ଏବଂ ଆମେ ଯେତେବେଳେ ଜିକେ ପାର୍ଟକୁ ଯିବା ଓଡ଼ିଶା ଜିକେ ପାର୍ଟକୁ ଯିବା ଜିକେ ଜେନେରାଲ୍ ନଲେଜ୍ ଯେଉଁଟା ରହୁଛି ସେଥିରେ 20ଟା କ୍ୱେଶ୍ଚନ୍ ଆସୁଛି ଏବଂ ଡିଆଇ ଯଦି ଆମେ ଦେଖିବା ଡିଆଇରେ 10ଟି କ୍ୱେଶ୍ଚନ୍ ଆପଣମାନଙ୍କର ରହୁଛି ମୋଟାମୋଟି। ତ 30 30 60 30 90 90 10 100 120 ଆଉ ଗୋଟେ ପାର୍ଟ ରହିଲା ଆପଣମାନଙ୍କର ଆଉ ଗୋଟେ ରହିଲା ରିଜନିଂ ପାର୍ଟ। ରିଜନିଂ ପାର୍ଟରେ ଆଉ 30ଟି କ୍ୱେଶ୍ଚନ୍ ତ 150 ମାର୍କର ଆପଣଙ୍କର ଏକ୍ଜାମ୍ ହେଇଗଲା। ତ ଇଏ ଡିଟେଲ୍ସ ମାର୍କ ଡିଷ୍ଟ୍ରିବ୍ୟୁସନ୍କୁ ନେଇକି ଯେଉଁମାନେ କମେଣ୍ଟ କରୁଥିଲେ କେତେ ରହିବ ତ ଇଏ ଡିଟେଲ୍ସ ଆନାଲିସିସ୍ ରହିବ। ଆପଣ ମତାମତ ନିଶ୍ଚିତ ରଖିପାରିବେ ଏବଂ ଯେଉଁମାନେ ପ୍ରିପାରେସନ୍ କରିବାକୁ ଚାହୁଁଛନ୍ତି ନମ୍ବର ଆପଣ ସାମ୍ନାରେ ଅଛି। ଷ୍ଟାର୍ଟ କରନ୍ତୁ। ଆପଣମାନେ ଟେଷ୍ଟ ସିରିଜ୍ ଦିଅନ୍ତୁ। ଟେଷ୍ଟ ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି ଏବଂ ଟେଷ୍ଟ ସିରିଜ୍ ଯାହା ଟେଷ୍ଟ ସିରିଜ୍ ଦେଲେ ବି ଆପଣ କୌଣସି ବେନିଫିଟ୍ ରହିବନି। ଯେଉଁ ଟେଷ୍ଟ ଗୁଡ଼ିକ ରହୁଛି ଗୁଡ଼ା ପ୍ରିଭିୟସ୍ କ୍ୱେଶ୍ଚନ୍କୁ ଦେଖିକି ଯେଉଁ ଟେଷ୍ଟ ଗୁଡ଼ିକ ମୁଁ ବନାଉଛି ସେଇ ଷ୍ଟାଣ୍ଡାର୍ଡ଼ରେ ହିଁ ବନାଉଛି। ଆପଣମାନେ ଏଡ଼୍ ହେଇପାରିବେ। 99 ଟଙ୍କାରେ 10ଟା ଟେଷ୍ଟ ସିରିଜ୍ ଦିଆହେଉଛି। ଗୋଟେ ସପ୍ତାହରେ ଆପଣଙ୍କୁ 2ଟା ଟେଷ୍ଟ ସିରିଜ୍ ଦିଆଯିବ। ଏକ୍ଜାମ୍ ପୂର୍ବରୁ ଟୋଟାଲ୍ 10ଟା ଟେଷ୍ଟ ସିରିଜ୍ ଆପଣଙ୍କୁ ପ୍ରୋଭାଇଡ଼ କରାଯିବ।
10टा ये दिखाऊँ आप गोटे दिन जो एग्जाम दे पूर्व दिन आनालीसिस करूँ और से आधार पुणी प्राक्ट करेंगे से सप्ताह को 2टी आप टेस्ट सीरीज दौरान ताले आप टेस्ट भी देले यार जो वीक रहा वीक पॉइंट रहा ताकू भी प्राक्ट करेंगे ठीक अच्छे करंट अफेयर्स में लास्ट 6 मंथ पढ़ु जहाँकि स्टडी स्टार्ट तरफ प्रोवाइड कराऊँगी आप मैंने इंपोर्टाट एमसीक्यू पढ़ु आप कहाँ कंप्यूटर ताकू भी स्टडी स्टार्ट तरफ प्रोवाइड कराऊँगी ओडिशा जीके ता गुरुत्वपूर्ण रही सिलेक्शन ताकू भी स्टडी स्टार्ट तरफ आप पढ़ी पारे और डीआई पार्ट भी नहीं पढ़ी पारे डिटेल्स वीडियो रहा मतामत अपेक्षा रही।